ସରକାରଙ୍କୁ ଧନ୍ୟବାଦ ଜଣାଇଲେ ନର୍ଲା ବିକାଶ ମଞ୍ଚ। ଗତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାର ରାଜ୍ୟରେ 7ଟି ମ୍ୟୁନିସିପାଲିଟି ଏବଂ 16ଟି ଏନ୍ଏସି ଘୋଷଣା କରିଥିଲେ। ସେହି ଘୋଷଣା ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ମଧ୍ୟ ସ୍ଥାନ ପାଇଛି। ତେଣୁ ନର୍ଲାବାସୀଙ୍କ ମୁହଁରେ ହସ ଫୁଟିଛି। ରାଜ୍ୟ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ ନର୍ଲାବାସୀ ପ୍ରଶଂସା କରିଛନ୍ତି। ତେଣୁ ନର୍ଲା ବିକାଶ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ନର୍ଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ବିକାଶ ମଞ୍ଚର ସଭାପତି ପ୍ରଦୀପ କୁମାର ନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଜଣାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଉପସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଚିରଞ୍ଜୀବୀ ଗୌଡ଼ିଆ, କୋଷାଧ୍ୟକ୍ଷ ଡଳାମଣି ସାହୁ ଓ ସମୀର ଚାନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଦୀର୍ଘଦିନର ଆଶା ପୂରଣ ହୋଇଥିବା ଯୋଗୁଁ ନର୍ଲା ଅଞ୍ଚଳରେ ଏକ ଖୁସିର ଲହରୀ ଦେଖିବାକୁ ମିଳିଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।